ଚମ୍ପିଆନ୍ସ ଟ୍ରଫି ଫାଇନାଲରେ ନ୍ୟୁଜିଲାଣ୍ଡ ରାସ୍ତାରେ କଣ୍ଟା ସାଜିବେ ଭାରତର ଏହି 4 ଖେଳାଳି। ଏମାନଙ୍କ ନାଁ ଶୁଣି ଭୟରେ ଥରୁଛି ନ୍ୟୁଜିଲାଣ୍ଡ ଦଳ। ହଁ ଦର୍ଶକ ବନ୍ଧୁ, ଚମ୍ପିଆନ୍ସ ଟ୍ରଫିର ଫାଇନାଲ ମ୍ୟାଚ୍ ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ରବିବାର ଦୁବାଇରେ ଖେଳାଯିବ। ଏହି ମ୍ୟାଚ୍ ପୂର୍ବରୁ ଉଭୟ ଦଳର ଅଧିନାୟକ ନିଜ ନିଜର ଶକ୍ତିଶାଳୀ ପ୍ଲେଇଂ 11 ଘୋଷଣା କରିବେ। ଭାରତୀୟ ଟିମ୍ରେ ଏମିତି 4 ଖେଳାଳି ଅଛନ୍ତି ଯେଉଁମାନେ କି ପ୍ଲେଇଂ 11ରେ ସୁଯୋଗ ପାଇବା ମାତ୍ରେ ନ୍ୟୁଜିଲାଣ୍ଡର ପରାଜୟ ପ୍ରାୟ ନିଶ୍ଚିତ। ଯଦି ଆମେ ପୂର୍ବ ମ୍ୟାଚରେ ନ୍ୟୁଜିଲାଣ୍ଡର ପ୍ରଦର୍ଶନ ଉପରେ ନଜର ପକାଇବା, ତେବେ ଏହା ଫାଇନାଲରେ ଭାରତକୁ କଡ଼ା ମୁକାବିଲା ଦେଇପାରେ। ଭାରତ ଗ୍ରୁପ୍ ମ୍ୟାଚରେ ନ୍ୟୁଜିଲାଣ୍ଡକୁ ପରାସ୍ତ କରିଥିଲା। ଏହି ମ୍ୟାଚରେ ଚମତ୍କାର ବୋଲିଂ କରିଥିଲେ ବରୁଣ ଚକ୍ରବର୍ତ୍ତୀ। ଫାଇନାଲରେ ମଧ୍ୟ ବରୁଣଙ୍କ ସ୍ପିନ୍ ନ୍ୟୁଜିଲାଣ୍ଡକୁ ଅସୁବିଧାରେ ପକାଇପାରେ। ଏହାସହ ମହମ୍ମଦ ସାମି ମଧ୍ୟ ଭାରତର ବିଜୟରେ ଗୁରୁତ୍ୱପୂର୍ଣ୍ଣ ପ୍ରମାଣିତ କରିପାରନ୍ତି। ସାମି ମୋଟ 4ଟି ମ୍ୟାଚରେ 8ଟି ୱିକେଟ୍ ନେଇସାରିଛନ୍ତି। ସେହିପରି ବିରାଟ କୋହଲି ଏବଂ ଶ୍ରେୟସ ଆୟର ମଧ୍ୟ ଏପର୍ଯ୍ୟନ୍ତ ବହୁତ ଭଲ ଫର୍ମରେ ଅଛନ୍ତି। କୋହଲି ଏହି ଟୁର୍ଣ୍ଣାମେଣ୍ଟରେ ଭାରତ ପାଇଁ 217 ରନ୍ କରିଥିବା ବେଳେ ଶ୍ରେୟସ ଆୟର ମଧ୍ୟ ଏହି ଟୁର୍ଣ୍ଣାମେଣ୍ଟରେ ଭଲ ଖେଳୁଛନ୍ତି। ସେ ମଧ୍ୟକ୍ରମକୁ ମଜବୁତ କରନ୍ତି। ସେ 195 ରନ୍ ସଂଗ୍ରହ କରିଛନ୍ତି ଏବଂ ଫାଇନାଲରେ ମଧ୍ୟ ଚମତ୍କାର ପ୍ରଦର୍ଶନ କରିବେ ବୋଲି ଆଶା କରାଯାଉଛି।